2026ରେ ତୁଳା ରାଶି ପାଇଁ ଆସୁଛି ଭାଗ୍ୟର ବଡ଼ ପରିବର୍ତ୍ତନ। ଚିତ୍ରା, ସତୀ କି ବିଶାଖା, କେଉଁ ନକ୍ଷତ୍ର ରାଜଯୋଗ, କାହାକୁ ମିଳିବ ଦେଶ ଯୋଗ, କେବେ ହେବ ବିବାହ ଓ କେବେ ହେବ ପଦୋନ୍ନତି। ଏହି ଭିଡ଼ିଓରେ ଆମେ ଖୁଲାସା କରିବୁ ତୁଳା ରାଶିର 3ଟି ନକ୍ଷତ୍ର, ଚିତ୍ରା ସୃଜନଶୀଳ ଶକ୍ତି, ସତୀ ସ୍ୱାଧୀନ ଓ ବିଦେଶ ଯୋଗ, ବିଶାଖା ଲକ୍ଷ୍ୟ ବଡ଼ ସଫଳତା। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତୁଳା ରାଶି 2026 ଭାଗ୍ୟର ବଡ଼ ପରିବର୍ତ୍ତନ। ପ୍ରସ୍ତାବନା: ଶନି, ଗୁରୁ ଓ ରାହୁର ଖେଳ। 2026 ବର୍ଷ ତୁଳା ରାଶି ପାଇଁ ସାଧାରଣ ନୁହେଁ। ଏହି ବର୍ଷରେ ଶନି, ଗୁରୁ ଓ ରାହୁର ଚଳନ ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିପାରେ। ଏହା ହେଉଛି ପୁରୁଣା ଅଧ୍ୟାୟ ବନ୍ଦ, ନୂତନ ଆରମ୍ଭ କାହାଣୀ। ରାଜଙ୍କ 2026 ରାଜ ଜଣେ ତୁଳା ରାଶି ଯୁବକ। 2025ରେ ସେ ଚାକିରି ହାରିଥିଲେ। ପ୍ରେମରେ ବି ଅସ୍ଥିରତା। ସେ ଭାବିଲେ ମୋର ଭାଗ୍ୟ ଖରାପ, କିନ୍ତୁ 2026 ଆସିଲା ଏବଂ ଧୀରେ ଧୀରେ ସବୁ ବଦଳିବା ଆରମ୍ଭ ହେଲା। 2026 ମାସ ଅନୁଯାୟୀ ଭବିଷ୍ୟବାଣୀ: ଜାନୁଆରୀ ମାର୍ଚ୍ଚ ପୁରୁଣା ସମସ୍ୟାର ସମାଧାନ, ନୂତନ ଚାକିରି ସୁଯୋଗ, ପରିବାର ସହ ମିଳନ। ରାଜକୁ ଏକ ନୂତନ କମ୍ପାନୀରୁ ଇଣ୍ଟରଭ୍ୟୁ କଲ୍ ଆସିଲା। ଏପ୍ରିଲ-ଜୁନ ଧନଲାଭ, ବିଦେଶ ଯୋଗ, ପ୍ରମୋସନ ସମ୍ଭାବନା। ଗୁରୁର ଶୁଭଦୃଷ୍ଟି ତୁଳା ରାଶିକୁ ସମର୍ଥନ କରିବ। ଜୁଲାଇ-ସେପ୍ଟେମ୍ବର ସତର୍କତା ଆବଶ୍ୟକ, ସ୍ୱାସ୍ଥ୍ୟରେ ଧ୍ୟାନ, ଅନାବଶ୍ୟକ ବାଦ ବିବାଦରୁ ଦୂରେ ରୁହନ୍ତୁ। ଶନି ଆପଣଙ୍କୁ ପରୀକ୍ଷା କରିବ। ଅକ୍ଟୋବର-ଡିସେମ୍ବର ବଡ଼ ସଫଳତା, ବିବାହ ଯୋଗ, ଘର ବା ଗାଡ଼ି କ୍ରୟ। ରାଜ ଡିସେମ୍ବରରେ ନିଜ ବ୍ୟବସାୟ ଆରମ୍ଭ କଲେ। ତୁଳା ରାଶିର 29ଟି ନକ୍ଷତ୍ର, ଭାଗ୍ୟର 3ଟି ଦ୍ୱାର। ତୁଳା ରାଶି କେବଳ ଏକ ରାଶି ନୁହେଁ, ଏହାର ଭିତରେ ଲୁଚିଛି 3ଟି ଅଲଗା ଶକ୍ତି। ଯଦି ଆପଣ ତୁଳା ରାଶିର, ତେବେ ଆପଣଙ୍କ ଜନ୍ମ ଏହି 3ଟି ନକ୍ଷତ୍ର ମଧ୍ୟରୁ ଗୋଟିଏରେ ହୋଇଥାଏ। ଚିତ୍ରା, ସ୍ୱାତୀ, ବିଶାଖା। ଚିତ୍ରା ନକ୍ଷତ୍ର ଭାଗ୍ୟକୁ ଗଢ଼ି ଦେଉଥିବା ତାରା। ପ୍ରସ୍ତାବନା: ଆକାଶରେ ଜ୍ୱଳମାନ ଗୋଟିଏ ରହସ୍ୟ। ରାତିର ଆକାଶକୁ ଦେଖିଲେ ଅନେକ ତାରା ଦେଖାଯାଏ, କିନ୍ତୁ ସେହି ତାରାମାନଙ୍କ ମଧ୍ୟରେ ଗୋଟିଏ ତାରା ଅଛି ଯାହାକୁ କୁହାଯାଏ ଚିତ୍ରା। ଚିତ୍ରା ଅର୍ଥ ଚମକୁଥିବା, ସୁନ୍ଦର, କଳାତ୍ମକ। ଯଦି ଆପଣଙ୍କ ଜନ୍ମ ଚିତ୍ରା ନକ୍ଷତ୍ରରେ, ତେବେ ଆପଣ ସାଧାରଣ ନୁହେଁ। ଆପଣଙ୍କ ଭିତରେ ରହିଛି ଗୋଟିଏ ସୃଜନଶୀଳ ଶକ୍ତି ଯାହା ଆପଣଙ୍କ ଜୀବନକୁ ଅଲଗା କରେ। ଚିତ୍ରା ନକ୍ଷତ୍ରକୁ ଆକାଶରେ ସ୍ପିକା ତାରା ସହ ଯୋଡ଼ାଯାଇଥାଏ। ଏହା କନ୍ୟା ରାଶି ଓ ତୁଳା ରାଶି ସୀମାରେ ଅବସ୍ଥିତ ଏକ ଉଜ୍ଜ୍ୱଳ ତାରା। ଏହାର ଅର୍ଥ, ଚିତ୍ରା ନକ୍ଷତ୍ର ଲୋକମାନେ ଜୀବନରେ ଅନ୍ଧାର ମଧ୍ୟରେ ମଧ୍ୟ ଚମକି ଉଠନ୍ତି। ସେମାନଙ୍କ ଜୀବନ ସହଜ ନୁହେଁ। ପ୍ରଥମେ ସଂଘର୍ଷ, ପରେ ଚମକ। ଶୈଶବ ମାଇଣ୍ଡ, ଅଲଗା ଚିନ୍ତାଧାରା, କାହାଣୀ ଆଗକୁ। ରିୟା ଚିତ୍ରା ନକ୍ଷତ୍ର ଛୋଟବେଳେ ଅନ୍ୟ ଛୁଆମାନଙ୍କୁ ଠାରୁ ଅଲଗା ଥିଲେ। ସେ ଖେଳନା ଭାଙ୍ଗି ଦେଖୁଥିଲେ ଭିତରେ କ'ଣ ଅଛି। ସେ ଘରକୁ ସଜାଇବାକୁ ଭଲ ପାଉଥିଲେ। ଚିତ୍ରା ନକ୍ଷତ୍ର ଛୁଆମାନେ ଛୋଟବେଳୁ ସୃଜନଶୀଳ ପ୍ରଶ୍ନ କରିବାରେ ଆଗୁଆ, ଶିକ୍ଷକଙ୍କ ପ୍ରିୟ କିନ୍ତୁ କେବେ କେବେ ଜିଦ୍ଦି। ଚିତ୍ରା ନକ୍ଷତ୍ରର ସ୍ୱଭାବ ଭିତରୁ କଳାକାର ଚଳନ୍ତୁ ଏକ କାହାଣୀ ଶୁଣିବା। ରିୟା ନାମକ ଜଣେ ଝିଅ ଥିଲେ। ସେ ଛୋଟବେଳୁ ଚିତ୍ରା ନକ୍ଷତ୍ରରେ ଜନ୍ମିତ। ସେ ପାଠ ପଢ଼ୁଥିଲେ, କିନ୍ତୁ ତାଙ୍କ ମନ ସବୁବେଳେ ରଙ୍ଗ, ଡିଜାଇନ ଓ ସଜାଣାରେ ରହୁଥିଲା। ଲୋକମାନେ କହୁଥିଲେ ଏଥିରୁ କ'ଣ ହେବ, କିନ୍ତୁ ସେ ନିଜର କଳାକୁ ଛାଡ଼ି ନଥିଲେ। କିଛି ବର୍ଷ ପରେ ସେ ଏକ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ହେଲେ। ଏହା ହିଁ ହେଉଛି ଚିତ୍ରାର ଶକ୍ତି। ଚିତ୍ରା ନକ୍ଷତ୍ର ଲୋକମାନଙ୍କ ଗୁଣ ଏକ। ଆକର୍ଷଣୀୟ ବ୍ୟକ୍ତିତ୍ୱ, ଲୋକମାନେ ସେମାନଙ୍କୁ ଦେଖି ଆକର୍ଷିତ ହୋଇଥାନ୍ତି। 2. ସୃଜନଶୀଳ ମନ, ଡିଜାଇନ, ଆର୍ଟ, ମିଡିଆ, ଅଭିନୟ ଏହି କ୍ଷେତ୍ରରେ ସଫଳତା। 3. ଗଭୀର ଭାବନା, ବାହାରୁ ଶାନ୍ତ, ଭିତରୁ ଭାବପ୍ରବଣ। 4. ସ୍ୱାଭିମାନ, ସେମାନେ ଅପମାନ ସହନ କରିନାହାନ୍ତି। ଚିତ୍ରା ନକ୍ଷତ୍ରର ଧନ ଭାଗ୍ୟ। ଚିତ୍ରା ନକ୍ଷତ୍ର ଲୋକମାନେ ହଠାତ୍ ଧନ ଲାଭ କରିପାରନ୍ତି। ଡିଜାଇନ କାମ, ଇଣ୍ଟିରିୟର ଡେକୋରେସନ, ଫିଲ୍ମ ଓ ମିଡିଆ ଆର୍କିଟେକ୍ଚର। ଯଦି ସେମାନେ ନିଜ ପ୍ରତିଭାକୁ ଗୁରୁତ୍ୱ ଦେଇ କାମ କରନ୍ତି, ଧନ ସ୍ୱତଃ ଆସେ। ଶିକ୍ଷା ଓ କ୍ୟାରିୟର। ଚିତ୍ରା ନକ୍ଷତ୍ର ଲୋକମାନଙ୍କ ପାଇଁ ଭଲ କ୍ଷେତ୍ର। ଡିଜାଇନ, ଫ୍ୟାଶନ, ଇଞ୍ଜିନିୟରିଂ, ଆର୍କିଟେକ୍ଚର, ମିଡିଆ, ଫଟୋଗ୍ରାଫି, ସିନେମା। ସେମାନେ ସାଧାରଣ ଚାକିରିରେ ବନ୍ଦୀ ରହିବାକୁ ଭଲ ପାଆନ୍ତି ନାହିଁ। ସେମାନେ କିଛି ନୂତନ କରିବାକୁ ଚାହାନ୍ତି। ରିୟା ମଧ୍ୟ ଇଞ୍ଜିନିୟରିଂ ପଢ଼ିଲେ, କିନ୍ତୁ ସେ ଇଣ୍ଟିରିୟର ଡିଜାଇନ ବାଛିଲେ। ଲୋକମାନେ କହିଲେ ଏହାର ଭବିଷ୍ୟତ କ'ଣ, କିନ୍ତୁ 5 ବର୍ଷ ପରେ ସେ ନିଜ ଷ୍ଟୁଡିଓ ଖୋଲିଲେ। ଏହା ହିଁ ହେଉଛି ଚିତ୍ରାର ରାଜଯୋଗ। ଡେରିରେ ସଫଳତା, କିନ୍ତୁ ଦମଦାର ସଫଳତା। ପ୍ରେମ ଜୀବନ। ଚିତ୍ରା ଲୋକମାନେ ପ୍ରେମରେ ସତ୍ୟନିଷ୍ଠ, କିନ୍ତୁ ସେମାନେ ସହଜରେ ମନ ଖୋଲନ୍ତି ନାହିଁ। ଯଦି ସେମାନେ କାହାକୁ ଭଲ ପାଆନ୍ତି, ସେ ଭଲ ପାଇବା ଜୀବନ ଭରି ରହେ। ବିବାହ ଓ ସମ୍ପର୍କ। ଚିତ୍ରା ନକ୍ଷତ୍ର ଲୋକମାନେ ଆକର୍ଷଣୀୟ, ରୋମାଣ୍ଟିକ, କିନ୍ତୁ ସ୍ୱାଭିମାନୀ। ସେମାନେ ସେହି ସାଥୀକୁ ଚାହାନ୍ତି ଯେଉଁଠି ସେମାନଙ୍କ ପ୍ରତିଭାକୁ ସମ୍ମାନ ଦେବ। ବିବାହ ସାଧାରଣତଃ 27 ବିନା 32 ବର୍ଷ ମଧ୍ୟରେ ଶୁଭ।
ବିବାହ ପରେ ଭାଗ୍ୟ ବୃଦ୍ଧି ହୁଏ। ନେଗେଟିଭ୍ ପକ୍ଷ, କେବେ କେବେ ଅତ୍ୟଧିକ ଆତ୍ମମାନ ଶୀଘ୍ର ରୁଷିଯିବା, ଅଧିକ ସ୍ୱପ୍ନ ଦେଖିବା, କିନ୍ତୁ ଯଦି ସେମାନେ ଧୈର୍ଯ୍ୟ ରଖନ୍ତି ଜୀବନ ଚମକି ଉଠେ। ଧନ ଓ ରାଜଯୋଗ, ଚିତ୍ରା ନକ୍ଷତ୍ରରେ ରାଜଯୋଗ ସମ୍ଭାବନା ଥାଏ। ବିଶେଷ କରି ଶୁକ୍ର ଶକ୍ତିଶାଳୀ ହେଲେ, ମଙ୍ଗଳ ଭଲ ସ୍ଥିତିରେ ଥିଲେ ହଠାତ୍ ଧନଲାଭ, ପ୍ରପର୍ଟି କ୍ରୟ, ନୂତନ ଗାଡ଼ି, ନୂତନ ଘର। ରିୟାଙ୍କ ଜୀବନରେ ମଧ୍ୟ ଏମିତି ହେଲା। ବିବାହ ପରେ ତାଙ୍କ ବ୍ୟବସାୟ ଦୁଇଗୁଣା ହେଲା। ମନୋବଳ ଓ ଦୁର୍ବଳତା, ଚିତ୍ରା ନକ୍ଷତ୍ର ଲୋକମାନେ ଅତ୍ୟଧିକ ଭାବୁକ, ଶୀଘ୍ର ହଟ୍ ହେବା, ଅଧିକ ପରିପୂର୍ଣ୍ଣତା ଚାହିଁବା। ସେମାନେ ସବୁ କିଛି ପରଫେକ୍ଟ ଚାହାନ୍ତି। ଏହି କାରଣରୁ କେବେ କେବେ ମନଚାପ ଆସେ। ଉପାୟ: ଧ୍ୟାନ, ଯୋଗ, ଚନ୍ଦନ ତିଳକ। ଚିତ୍ରା ନକ୍ଷତ୍ର 2026 ଭବିଷ୍ୟବାଣୀ। ସାରକଥା: ନୂତନ କାମର ଆରମ୍ଭ, ପୁରୁଣା ସମସ୍ୟାର ସମାଧାନ, ବିଦେଶ ଯୋଗ, ପ୍ରେମରେ ସ୍ପଷ୍ଟତା, ଭାଗ୍ୟ ପରିବର୍ତ୍ତନର ମୁହୂର୍ତ୍ତ। ଚିତ୍ରା ନକ୍ଷତ୍ର ଲୋକମାନେ 28 ବିନା 32 ବର୍ଷରେ ବଡ଼ ପରିବର୍ତ୍ତନ ଦେଖନ୍ତି। ଏହା ସେମାନଙ୍କ ଟର୍ଣ୍ଣିଂ ପଏଣ୍ଟ। ରିୟା 30 ବର୍ଷରେ ନିଜ ଘର କିଣିଲେ। ସେ କହିଲେ, ସଂଘର୍ଷ ଥିଲା, କିନ୍ତୁ ମୋ ତାରା ମୋତେ ଛାଡ଼ିନି। ଶୁଭ ଉପାୟ: ଶୁକ୍ରବାର ଦିନ ଧଳା ବସ୍ତ୍ର ପିନ୍ଧନ୍ତୁ, ବିଶ୍ୱକର୍ମାଙ୍କ ପୂଜା କରନ୍ତୁ, ଚନ୍ଦନ ତିଳକ ଲଗାନ୍ତୁ। ଗୁପ୍ତ ମନ୍ତ୍ର ଓ ବିଶ୍ୱକର୍ମଣେ ନମଃ ପ୍ରତି ଶୁକ୍ରବାର 108 ଥର ଜପ କରନ୍ତୁ। ଗରିବକୁ ସଫେଦ ବସ୍ତ୍ର ଦାନ କରନ୍ତୁ। ସ୍ୱାତି ନକ୍ଷତ୍ର ସ୍ୱାଧୀନତାର ପବନ, ଭାଗ୍ୟର ନୂତନ ଆରମ୍ଭ ପ୍ରସ୍ତାବନା। ଏକ ପତ୍ରର ଯାତ୍ରା, ରାତିର ଆକାଶରେ ଏକ ଉଜ୍ଜ୍ୱଳ ତାରା ଅଛି, ଆର୍କଚୁରସ୍, ଯାହାକୁ ବେଦିକ ଜ୍ୟୋତିଷରେ ସ୍ୱାତି ନକ୍ଷତ୍ର ସହ ସମ୍ପର୍କ କରାଯାଏ। ସ୍ୱାତିର ଅର୍ଥ ସ୍ୱତନ୍ତ୍ର, ନିଜ ରାସ୍ତା ଚୟନ କରୁଥିବା। ଯେପରିକି ହଳୁକା ପବନରେ ଗୋଟିଏ ପତ୍ର ଆକାଶରେ ଉଡ଼େ, ସେପରି ସ୍ୱାତି ନକ୍ଷତ୍ର ଲୋକମାନେ ଜୀବନରେ ନିଜ ଦିଗ ନିଜେ ବାଛନ୍ତି। ସ୍ୱାତିର ଅଧିଦେବତା ବାୟୁଦେବ। ସ୍ୱାତି ନକ୍ଷତ୍ରର ଦେବତା ହେଲେ ବାୟୁ। ବାୟୁ କେବେ ରୁହେ ନାହିଁ, ସେ ଚାଲିଥାଏ। ଏହାର ଅର୍ଥ, ସ୍ୱାତି ନକ୍ଷତ୍ର ଲୋକମାନେ ଜୀବନରେ ରୁହିବାକୁ ଭଲ ପାଆନ୍ତି ନାହିଁ। ସେମାନେ ସବୁବେଳେ ଆଗକୁ ବଢ଼ିବାକୁ ଚାହାନ୍ତି। କାହାଣୀ: ଆରବଙ୍କ ସଂଘର୍ଷ। ଆରବ ଜଣେ ସ୍ୱାତି ନକ୍ଷତ୍ର ଯୁବକ। ଛୋଟବେଳୁ ସେ ଅଲଗା ଥିଲେ। ତାଙ୍କ ପିତା ଚାହୁଁଥିଲେ ସେ ସରକାରୀ ଚାକିରି କରୁ, କିନ୍ତୁ ଆରବ ଚାହୁଁଥିଲେ ନିଜର ବ୍ୟବସାୟ। ସବୁଠି ବାଧା, ସନ୍ଦେହ, ଆଲୋଚନା। କିନ୍ତୁ ସେ ରୁହିଲେ ନାହିଁ, କାରଣ ସ୍ୱାତି ନକ୍ଷତ୍ରର ଲୋକମାନେ ନିଜ ହୃଦୟର କଥା ଶୁଣନ୍ତି। ସ୍ୱାତି ନକ୍ଷତ୍ରର ସ୍ୱଭାବ ଏକ। ସ୍ୱାଧୀନ ଚିନ୍ତାଧାରା, କେହିଙ୍କ ନିୟନ୍ତ୍ରଣ ସହିପାରନ୍ତି ନାହିଁ। 2. ବୁଦ୍ଧିମାନ, ତ୍ୱରିତ ଶିଖନ୍ତି, ନୂତନ ଟେକ୍ନୋଲୋଜିରେ ଆଗୁଆ। 3. ଭଲ କମ୍ୟୁନିକେଟର, ବାକ୍ପଟୁତା ସେମାନଙ୍କ ଶକ୍ତି। 4. ବିଦେଶ ଯୋଗ, ଅନେକ ସ୍ୱାତି ଲୋକ ବିଦେଶରେ ସଫଳତା ପାଆନ୍ତି। କ୍ୟାରିୟର ଓ ଧନ, ସ୍ୱାତି ନକ୍ଷତ୍ର ଲୋକମାନେ ଭଲ କରନ୍ତି। ବ୍ୟବସାୟ, ଇମ୍ପୋର୍ଟ ଏକ୍ସପୋର୍ଟ, ଡିଜିଟାଲ ମାର୍କେଟିଂ, ଆଇଟି, ଏଭିଏସନ୍, ଟ୍ରେଡିଂ। ଆରବ ଅନଲାଇନ୍ ବ୍ୟବସାୟ ଆରମ୍ଭ କଲେ। ପ୍ରଥମେ ଲସ୍, ପରେ ହଠାତ୍ ଲାଭ। ଏହା ହିଁ ସ୍ୱାତିର ଗୁଣ। ପ୍ରଥମେ ପରୀକ୍ଷା, ପରେ ପୁରସ୍କାର। ପ୍ରେମ ଜୀବନ, ସ୍ୱାତି ନକ୍ଷତ୍ର ଲୋକମାନେ ପ୍ରେମରେ ସ୍ୱାଧୀନତା ଚାହାନ୍ତି, ବୁଦ୍ଧିମତାକୁ ଆକର୍ଷିତ ହୁଅନ୍ତି, ଅଧିକ ନିୟନ୍ତ୍ରଣ ପସନ୍ଦ ନୁହେଁ। ଆରବଙ୍କ ପ୍ରେମିକା ନେହା ତାଙ୍କୁ ବୁଝୁଥିଲେ। ସେ କହୁଥିଲେ, ମୁଁ ତୁମକୁ ବନ୍ଧିବାକୁ ନୁହେଁ, ସହଯୋଗ କରିବାକୁ ଆସିଛି। ଏହି କାରଣରୁ ସେମାନଙ୍କ ସମ୍ପର୍କରେ ମଜବୁତ ହେଲା। ଦୁର୍ବଳତା, ଅସ୍ଥିରତା, ଏକ ଜିନିଷରେ ଦୀର୍ଘ ସମୟ ଧ୍ୟାନ ନ ଦେବା, ଶୀଘ୍ର ବିରକ୍ତି। ଉପାୟ: ପ୍ରାଣାୟାମ, ଧ୍ୟାନ, ନୀଳ ବା ହାଲୁକା ସବୁଜ ବସ୍ତ୍ର। ସ୍ୱାତି ନକ୍ଷତ୍ର ଭାଗ୍ୟଚକ୍ର। ସ୍ୱାତି ଲୋକମାନଙ୍କ ପାଇଁ 24 ବିନା 28 ବର୍ଷ ସଂଘର୍ଷ, 29 ବିନା 35 ବର୍ଷ ଉନ୍ନତି, 36 ପରେ ସ୍ଥିର ସଫଳତା। ଆରବ 30 ବର୍ଷରେ ନିଜ କମ୍ପାନୀ ଖୋଲିଲେ। ସେ କହିଲେ, ମୁଁ ପବନକୁ ବନ୍ଧିନି, ତାହା ସହ ଚାଲିଛି। ଶୁଭ ଉପାୟ: ବୁଧବାର ବା ଶୁକ୍ରବାର ଦୀପ ଜଳାନ୍ତୁ, ବାୟୁଦେବଙ୍କୁ ପ୍ରାର୍ଥନା, ତୁଳସୀ ଗଛ ଲଗାନ୍ତୁ, ଗରିବକୁ ବାତାସା ବା ମିଠା ଦାନ। ମନ୍ତ୍ର: ଓ ବାୟୁଦେବାୟ ନମଃ। ସାରକଥା: ସ୍ୱାତି ନକ୍ଷତ୍ର ହେଉଛି ସ୍ୱାଧୀନତାର ପ୍ରତୀକ। ଯଦି ଆପଣ ସ୍ୱାତି ନକ୍ଷତ୍ରର, ତେବେ ଆପଣଙ୍କ ଜୀବନ ନିଜ ନିଷ୍ପତ୍ତିରେ ଗଢ଼ିବ। ବିଶାଖା ନକ୍ଷତ୍ର 200 ଲକ୍ଷ୍ୟ, ଜିଦ୍ ଓ ବଡ଼ ସଫଳତାର ତାରା ପ୍ରସ୍ତାବନା। 2 ଶକ୍ତିର ମିଳନ। ବିଶାଖା ନକ୍ଷତ୍ର ଅନୋଖା। ଏହାର ଅଧିଦେବତା ହେଲେ ଇନ୍ଦ୍ର ଓ ଅଗ୍ନି, ଶକ୍ତି ଓ ଊର୍ଜାର ପ୍ରତୀକ। ଏହି କାରଣରୁ ବିଶାଖା ନକ୍ଷତ୍ର ଲୋକମାନେ ଶକ୍ତିଶାଳୀ, ଲକ୍ଷ୍ୟମୁଖୀ। ହାର ନ ମାନୁଥିବା ବିଶାଖାର ପ୍ରତୀକ ହେଉଛି ଦ୍ୱାର ବା ତୋରଣ, ଯାହା ସଫଳତାର ଦ୍ୱାରକୁ ସୂଚାଏ। କାହାଣୀ: କାବ୍ୟଙ୍କ ସଂଘର୍ଷ ଓ ବିଜୟ କାବ୍ୟ। ଜଣେ ବିଶାଖା ନକ୍ଷତ୍ର ଯୁବତୀ। ଛୋଟବେଳୁ ସେ ଏକ ସ୍ୱପ୍ନ ଦେଖୁଥିଲେ, IAS ଅଫିସର ହେବା। ଲୋକମାନେ କହୁଥିଲେ, ଏହା କଷ୍ଟକର, ତୁମେ ପାରିବ ନାହିଁ। କିନ୍ତୁ ବିଶାଖା ନକ୍ଷତ୍ର ଲୋକମାନେ ଏକଥର ଲକ୍ଷ୍ୟ ଧରିଲେ ପଛକୁ ଘୂରନ୍ତି ନାହିଁ। 3 ଥର ପରୀକ୍ଷା ଦେଲେ, ଫେଲ୍। 4 ଥରେ ସଫଳ। ଏହା ହିଁ ବିଶାଖାର ଅଗ୍ନି। ବିଶାଖା ନକ୍ଷତ୍ରର ସ୍ୱଭାବ ଏକ। ଲକ୍ଷ୍ୟମୁଖୀ, ଜୀବନରେ ସ୍ପଷ୍ଟ ଟାର୍ଗେଟ। 2. ନେତୃତ୍ୱ ଗୁଣ,
ଲୋକମାନେ ସ୍ୱତଃ ସମ୍ମାନ କରନ୍ତି। 3. ଧୈର୍ଯ୍ୟ ଓ ସଂଘର୍ଷ ଶକ୍ତି ହାରିଲେ ମଧ୍ୟ ଛାଡ଼ନ୍ତି ନାହିଁ। 4. ତୀକ୍ଷ୍ଣ ବୁଦ୍ଧି ତ୍ୱରିତ ନିଷ୍ପତ୍ତି ନେବାର କ୍ଷମତା। କ୍ୟାରିୟର ବିଶାଖା ନକ୍ଷତ୍ର ଲୋକମାନେ ଭଲ କରନ୍ତି। ସରକାରୀ ଚାକିରି, ପ୍ରଶାସନ, ପୋଲିସ, ବାୟୁସେନା, ରାଜନୀତି, ବଡ଼ ବ୍ୟବସାୟ, ମ୍ୟାନେଜମେଣ୍ଟ ସେମାନଙ୍କୁ ଲିଡ୍ କରିବାକୁ ଭଲ ପାଆନ୍ତି। ଧନ ଓ ରାଜଯୋଗ ବିଶାଖା ନକ୍ଷତ୍ରରେ ଶକ୍ତିଶାଳୀ ରାଜଯୋଗ ଥାଏ। ବିଶେଷତଃ ଗୁରୁ ଶକ୍ତିଶାଳୀ ହେଲେ ସୂର୍ଯ୍ୟ ଭଲ ସ୍ଥିତିରେ ଥିଲେ ଏହି ଲୋକମାନେ ବଡ଼ ପଦ, ସମ୍ମାନ, ଧନ ସମ୍ପତ୍ତି, ପ୍ରସିଦ୍ଧି ପାଇପାରନ୍ତି। ପ୍ରେମ ଓ ବିବାହ ବିଶାଖା ନକ୍ଷତ୍ର ଲୋକମାନେ ପ୍ରେମରେ ଗମ୍ଭୀର। ବିଶ୍ୱାସ ଦେଲେ ସମ୍ପୂର୍ଣ୍ଣ ଦେଇଦିଅନ୍ତି, ଧୋକା ସହି ପାରନ୍ତି ନାହିଁ। ବିବାହ ପରେ ସ୍ଥିରତା। କାବ୍ୟଙ୍କ ବିବାହ ପରେ ତାଙ୍କ ଭାଗ୍ୟ ଅଧିକ ଉଜ୍ଜ୍ୱଳ ହେଲା। ଦୁର୍ବଳତା, ଅଧିକ ଆଶା, କେବେ କେବେ ଗର୍ବ, କ୍ରୋଧ। ଉପାୟ: ଧ୍ୟାନ, ହଳଦିଆ ବସ୍ତ୍ର, ଗୁରୁବାର ଦାନ। ବିଶାଖା ନକ୍ଷତ୍ର ଭାଗ୍ୟଚକ୍ର 21 ବିନା 27 ବର୍ଷ, ପରୀକ୍ଷା 28 ବିନା 35 ବର୍ଷ, ସଫଳତା 36 ପରେ, ପଦ ଓ ପ୍ରତିଷ୍ଠା। ବିଶାଖା ଲୋକମାନେ ଡେରିରେ ଚମକନ୍ତି କିନ୍ତୁ ଚମକ ଦୀର୍ଘ ସମୟ ରହେ। ଶୁଭ ଉପାୟ ମନ୍ତ୍ର: ଓ ଇନ୍ଦ୍ରାୟ ନମଃ, ଓ ଅଗ୍ନୟ ନମଃ। ଗୁରୁବାର ଦିନ ହଳଦିଆ ବସ୍ତ୍ର ପିନ୍ଧନ୍ତୁ, ଚଣା ଡାଲି ଦାନ କରନ୍ତୁ, ଗୁରୁଙ୍କ ଆଶୀର୍ବାଦ ନିଅନ୍ତୁ। ସାରକଥା: ଚିତ୍ରା ସୃଜନଶୀଳତା, ସ୍ୱାତି ସ୍ୱାଧୀନତା, ବିଶାଖା ସଫଳତା। ଏହି ତିନୋଟି ମିଶି ତୁଳା ରାଶିକୁ ସମତା ଓ ଶକ୍ତି ଦେଇଥାଏ। କମେଣ୍ଟ ପାଇଁ ପ୍ରଶ୍ନ: ଆପଣ ତୁଳା ରାଶିର କେଉଁ ନକ୍ଷତ୍ର? ଚିତ୍ରା ବାଇ ସ୍ୱାତି ବାଇ ବିଶାଖା? 2026ରେ ଆପଣଙ୍କ ସବୁଠାରୁ ବଡ଼ ଲକ୍ଷ୍ୟ କ'ଣ? 2025ରେ କ'ଣ ସଂଘର୍ଷ ଦେଖିଲେ? ଆପଣ ବିଦେଶ ଯୋଗ ଦେଖୁଛନ୍ତି କି? ବିବାହ ଯୋଗ ବିଷୟରେ ଜାଣିବାକୁ ଚାହାନ୍ତି କି? କମେଣ୍ଟରେ ଲେଖନ୍ତୁ। ଜୟ ତୁଳା। ଯଦି ଏହି ଭିଡ଼ିଓ ଆପଣଙ୍କ ମନକୁ ଛୁଇଁଥିଲା ତେବେ ଲାଇକ୍ କରନ୍ତୁ ଏବଂ ଆଷ୍ଟ୍ରୋଭାଗ୍ୟ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।